ରାହୁ ପରି ମାୟାବୀ ଗ୍ରହ ଗ୍ରହ ଜଗତରେ ମିଳିବା ବିରଳ। ତାହା ଯଦି ଆପଣଙ୍କ ପାଇଁ ଅଶୁଭକାରୀ, ସର୍ବପ୍ରଥମେ ଆପଣଙ୍କ ପାଖରେ ଥିବା ସୁଗୁଣ ଗୁଡ଼ିକ ସେ ହରଣ କରି ତାର ଦୁର୍ଗୁଣରେ ଆପଣଙ୍କୁ ପ୍ରଭାବିତ କରିବ, ଯାହାଦ୍ୱାରା ଆପଣ ସମାଜରେ ନିନ୍ଦିତ ହେବେ, କାର୍ଯ୍ୟ ବିମୁଖ ହେବେ, ଅନେକ କ୍ଷେତ୍ରରେ ବିଫଳତାକୁ ସାମ୍ନା କରିବେ। ଯଦି ଏହି ରାହୁ ଆପଣଙ୍କ ପାଇଁ ଶୁଭକାରୀ ହେଇଥାଏ, ତାହେଲେ ଆପଣ ଭାବି ନିଅନ୍ତୁ ଯେ ଆପଣଙ୍କର ଜଣେ ଅତି ଘନିଷ୍ଠ ବନ୍ଧୁ ଯିଏକି ଆପଣଙ୍କ ସହ ଯୋଡ଼ି ହେଇଛି, କିନ୍ତୁ ତାର ପ୍ରକୃତିଟି ଚୋର ପ୍ରକୃତି, ସେ ଗୋଟିଏ ଡକାୟତ ପ୍ରକୃତିର ହେଇଥାଇପାରେ, କିନ୍ତୁ ଆପଣଙ୍କ ପାଇଁ ସେ ଫେଭରେବୁଲ୍, ଆପଣଙ୍କ ପାଇଁ ସେ ସବୁ କିଛି କରିବାକୁ ଚେଷ୍ଟା କରୁଛି। ପ୍ରଥମେ ତ ଆପଣ ତା ଆଚରଣରେ ବାନ୍ଧି ହେବେ, ତା ଆଚରଣରେ ବାନ୍ଧି ହେଇ ଆପଣ ଅନେକ କିଛି ରାଜଭୋଗ କରିବେ, ଆପଣଙ୍କ ପାଖରେ ଅନେକ କିଛି ସୁଖ ସୁବିଧା ଆସି ପହଞ୍ଚିବ, କମ୍ ପରିଶ୍ରମରେ ଆପଣ ଅନେକ କିଛି ଆଗକୁ ଚାଲିଯିବେ, ଅଳ୍ପ ଜ୍ଞାନରେ ଆପଣ ଅନେକ ଜ୍ଞାନୀ ବୁଲେଇବେ, ଅନେକ କିଛି ସାଧନା ଆପଣଙ୍କ ରାହୁ ଦ୍ୱାରା ପ୍ରାପ୍ତ ହେବ। କିନ୍ତୁ ତାହା ସେ ପର୍ଯ୍ୟନ୍ତ ସମ୍ଭବ ରହିବ ଯେ ପର୍ଯ୍ୟନ୍ତ ଆପଣଙ୍କ କୁଣ୍ଡଳୀରେ ରାହୁର ରାଜ ଚାଲିଥିବ। ଦିନେ ନା ଦିନେ ଏହି ରାହୁ ଦଶାଟି ଆପଣଙ୍କ ଜାତକରୁ ସରିଯିବ, ଯାହା 18 ବର୍ଷର ଦଶା। 18 ବର୍ଷ ଆପଣ ରାଜ କରିପାରନ୍ତି, ଅନେକ କିଛି ସୁଖ ସମ୍ପତ୍ତି ଲାଭ କରିପାରନ୍ତି। ଯେତେବେଳେ ଏହି 18 ବର୍ଷର ଦଶା ଆପଣଙ୍କ କୁଣ୍ଡଳୀରୁ ସରିବ, ରାହୁର ରାଜୁତି ସରିବ, ତାପରେ ଆପଣଙ୍କର ରାଜୁତି ମଧ୍ୟ ସରିଯିବ। କାହିଁକି ନା ଆପଣ ଶୁଭକର୍ମ କିଛି କରିନାହାନ୍ତି, ଦାନ ଧର୍ମ କିଛି କରିନାହାନ୍ତି, ପିତା ମାତା ଠାରୁ ଆରମ୍ଭ କରି ଯାହା ସାମାଜିକ ଚଳନି ଆପଣ ଚଳିନାହାନ୍ତି। ଆପଣ କେବଳ ରାହୁର ଲାଳସାରେ ରାହୁ ସହ ସାଙ୍ଗ ହୋଇ ଅନେକ କିଛି ରାଜ୍ୟ ଦଖଲ କରିଛନ୍ତି। କିନ୍ତୁ ଏହି ରାଜପାଟ ରାହୁର 18 ବର୍ଷ ଦଶା ପରେ ଆପଣଙ୍କ ଠାରୁ ଜୋର ଜବରଦସ୍ତି ଛଡ଼େଇ ନିଆଯିବ, ଆପଣ କିଛି କରିପାରିବେ ନାହିଁ। ତେଣୁ ରାହୁ ଶୁଭ ହେଲେ ଯାହା, ଅଶୁଭ ହେଲେ ତ ଖରାପ, ଶୁଭ ହେଲେ ବି ଆପଣଙ୍କ ପାଇଁ ଖରାପ। ଏହି ଶୁଭ ରାହୁ ଶୁଭ ସମୟରେ ଦେଉଥିବା ଅନେକ କିଛି ଫଳକୁ ଯଦି ଆପଣ ଚତୁରତାର ସହ ଦାନ ଧର୍ମ କର୍ମ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜକୁ ପ୍ରତିପାଦିତ କରିଥିବେ, ଚତୁରତାର ସହ ଆପଣଙ୍କର ସୁଗୁଣକୁ ଲୁଚେଇ ରଖି ରାହୁ ସହ ସାଙ୍ଗ ହେଇ ତାଠାରୁ ଅନେକ କିଛି ଦକ୍ଷତା ହାସଲ କରି ଆପଣଙ୍କର ସୁଗୁଣ ଦ୍ୱାରା ତାକୁ ପରିଚାଳିତ କରିଥିବେ, ତାହେଲେ କେବଳ ରହିବ ସେ ରାଜପଟ ଆପଣଙ୍କର ରାହୁଙ୍କର ଦଶା ସରିଲେ ମଧ୍ୟ। ନଚେତ୍ କେହି ଆପଣଙ୍କୁ ରଖିପାରିବେ ନାହିଁ।